ନିଜର କର୍ତ୍ତବ୍ୟ ସାରି ଜନ୍ମ ମାଟିକୁ ଫେରିଛନ୍ତି ବୀର ଯବାନ। ଭାରତୀୟ ସେନାରେ ସଫଳତାର ସହ ସେବା କରିବା ପରେ ଗଣେଶ ରାମ ମେହେର ଘରକୁ ଫେରିଛନ୍ତି। ଦେଶ ମାତୃକାର ସେବା କରି ସେ ଗାଁକୁ ଫେରିବା ପରେ ଗ୍ରାମବାସୀ ଭାବବିହ୍ୱଳ ହୋଇଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ହାତରେ ଜାତୀୟ ପତାକା ଧରି ବୀର ଯବାନ ଗଣେଶକୁ ଡିଜେ ବଜାଇ ସ୍ୱାଗତ କରିଥିଲେ। ଏପରିକି ଏକ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଇଛନ୍ତି। ଅନ୍ୟପଟେ ଏଭଳି ସ୍ୱାଗତ ଅଭ୍ୟର୍ଥନାରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ଆଗାମୀ ସମୟରେ ଭାରତୀୟ ସେବାରେ ନିଜକୁ ସାମିଲ କରିବାକୁ ଆଗ୍ରହୀ ହେବେ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି। ମାଟି ମାର ସେବା ପରେ ଏବେ ଅବସର ନେଇ ଜନ୍ମମାଟିରେ ପହଞ୍ଚିଛନ୍ତି ବୀର ଯବାନ ଗଣେଶ ରାମ ମେହେର। ନୂଆପଡ଼ା ଜିଲ୍ଲା ସିନାପାଲି ଗାଁର ଯବାନ ପୁଅକୁ ବହୁ ଆଡମ୍ବରରେ ଗ୍ରାମବାସୀ ସ୍ୱାଗତ ଜଣାଇଛନ୍ତି। ଗାଁରେ ଥିବା ବନ୍ଧୁବାନ୍ଧବ ପରିବାର ପରିଜନ ଫୁଲମାଳ ପିନ୍ଧାଇ ଘରକୁ ପାଛୋଟି ନେଇଛନ୍ତି। ବାପା ମାଙ୍କ ପାଦ ଛୁଇଁ ଗାଁରେ ପ୍ରବେଶ କରିଛନ୍ତି ବୀର ଯବାନ ଗଣେଶ। ଦେଶ ସେବାରେ ଲାଗିଥିବା ଯବାନ ଗଣେଶ ରାମ ମେହେର ସୀମାରେ ଲଢ଼େଇ କରୁଥିବା ବେଳେ ଦୀର୍ଘ 17 ବର୍ଷ 8 ମାସ ପରେ ଘରକୁ ଫେରିଛନ୍ତି। ଏହାକୁ ଦେଖି ଘରେ ଓ ଗାଁରେ ଖୁସିର ଲହରୀ ଖେଳିଯାଇଛି। ଗଣେଶଙ୍କର ଜନ୍ମ 3 ଜୁନ 1986 ମସିହା ସିନାପାଲି ଗ୍ରାମର ମା କ୍ଷୀରନ୍ଦ୍ରୀ ମେହେର ବାପା ହରିଶ୍ଚନ୍ଦ୍ର ମେହେରଙ୍କ କୋଳରେ। ପିତା ପୁଲିସ ବିଭାଗର କନେଷ୍ଟବଳ ଚାକିରି କରି 3 ପୁଅ ଓ 2ଟି ଝିଅ ସାଙ୍ଗରେ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ ସିନାପାଲି ସରପଞ୍ଚ ଓ ଉଦନ୍ତୀ ୟୁଥ କ୍ଲବର ସମସ୍ତ କର୍ମକର୍ତ୍ତା। ଏହି ଅବସରକାଳୀନ ସମ୍ବର୍ଦ୍ଧନାକୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲାରୁ ମୁଖ୍ୟ ପ୍ରତିନିଧି ଓମ୍ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।